କଦଳୀ ଏହାର ପୁଷ୍ଟିକର ଖାଦ୍ୟ ପାଇଁ ପ୍ରସିଦ୍ଧ। ଏଥିରେ ଭିଟାମିନ୍ B6, ଭିଟାମିନ୍ ସି, ପୋଟାସିୟମ୍ ଏବଂ ଫାଇବରରେ ଭରପୁର ମାତ୍ରାରେ ରହିଥାଏ, ଯାହା ଆମ ହଜମ ଏବଂ ରକ୍ତ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହି ଫଳ କୋଷ୍ଠକାଠିନ୍ୟ, ପେଟ ଅଲସର ଏବଂ ଉକ୍ତ ରକ୍ତଚାପ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ, କାରଣ ଏହା ଗର୍ଭସ୍ଥ ଶିଶୁର ବିକାଶରେ ସାହାଯ୍ୟ କରିଥାଏ। କଞ୍ଚା କଦଳୀରେ କମ୍ ପ୍ରାକୃତିକ ଚିନି ରହିଥାଏ ଏବଂ ଏଥିରେ ପ୍ରତିରୋଧକ ଷ୍ଟାର୍ ଥାଏ, ଯାହା ମଧୁମେହ ଏବଂ ଉତ୍ତେଜିତ ଅନ୍ତଃସ୍ଥଳୀ ପାଇଁ ଉପକାରୀ। ଏହା ଫାଇବରରେ ଭରପୁର ଏବଂ ହାର୍ଟର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ଟାଇପ୍ 2 ମଧୁମେହକୁ ନିୟନ୍ତ୍ରଣ କରିବାରେ କଦଳୀ ଫୁଲ ସହାୟକ ହୋଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଅତ୍ୟାବଶ୍ୟକ ଭିଟାମିନ୍ ଏହାକୁ ଆଣ୍ଟି ବାର୍ଦ୍ଧକ୍ୟ ଏବଂ ମେଟାବଲିଜିମ୍ ବୃଦ୍ଧି ପାଇଁ ଉପଯୁକ୍ତ ଅଟେ। ଏହା ପ୍ରଜନନ ସ୍ୱାସ୍ଥ୍ୟ, ସ୍ତନ୍ୟପାନ କରାଉଥିବା ମା'ମାନଙ୍କ ପାଇଁ ମଧ୍ୟ ଲାଭଦାୟକ ଏବଂ ସଂକ୍ରମଣରୁ ରକ୍ଷା କରିଥାଏ। କଦଳୀ ପତ୍ର ଫାଇବରରେ ଭରପୁର ଏବଂ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଏହା ଏକ ପ୍ରାକୃତିକ ଡାଇୟୁରେଟିକ୍ ଏବଂ କିଡ୍ନି, ପଥର ଏବଂ ମୂତ୍ରନଳୀ ସଂକ୍ରମଣରୁ ଆରାମ ପ୍ରଦାନ କରିଥାଏ। ଏହାର ରସ ଖାଇବା ଦ୍ୱାରା ପେଟରେ ଅମ୍ଳତା ଏବଂ ଜଳୁଥିବା ସମ୍ବେଦନଶୀଳତା କମିଯାଏ।